ଚିହ୍ନି ପାରିଲେ? ମନେ ପକେଇକି କହିଲେ ତା ନାଁ କ'ଣ? ଆକୁ ଭଲ ଭାବେ ଧୋଇ ଧାଇ ବଛାବଛି କରିସାରି କଟାକଟି କରି ଥୋଇଦେଲି। ଏଣେ କ'ଣ କଲି, କଡ଼େଇରେ ଟିକେ ପାଣି ବସାଇଦେଲି। ଆଉ ପୁଣି କିଛି ପରିବା କାଟିଦେଲି। ପରିବା କ'ଣ କି, ଏଇ କଖାରୁ, ସାରୁ ଆଉ ବାଇଗଣ ଏତକୁ କଟାକଟି କରି ସେ ଗରମ ପାଣିରେ ପକାଇ ଲୁଣ ହଳଦୀ ଟିକେ ଦେଇଦେଲି। ଆଉ ତାକୁ ଘୋଡ଼େଇ ଦେଲି। ସେ ସିଆଡ଼େ ସିଝିବାକୁ ଲାଗିଲା। ସିଝି ସାରିଲା ପରେ କଟା ହେଇଥିବା ଶାଗକୁ ନେଇ ତା ଦେହରେ ପକାଇଦେଲି। ତାକୁ ପକାଇ ଭଲ ଭାବରେ ଘଣ୍ଟା ଘଣ୍ଟି କରି ମିଶାଇ ଦେଲି, ଯେମିତି ପରିବା ଆଉ ଶାଗ ଏକଦମ ମିଶିକି ଲଗାଲଗି ହେଇଯିବ। ସେମିତି ହେଇଗଲା ପରେ ଗୋଟାଏ ଜବରଦସ୍ତ ଛୁଙ୍କ ଦରକାର। ଆଉ କ'ଣ, ଗୋଟେ ଛୁଙ୍କ ଜାଗାରେ ଶୁଖିଲା ଲଙ୍କା, ଫୁଟଣ ଆଉ ରସୁଣ, ପିଆଜ, ରସୁଣକୁ ଦରଦର ଛେଚା କରିବେ, ପିଆଜକୁ ଗୁଣ୍ଡେଇକି କାଟି ଦେଇ ତାକୁ ଗୋଟେ ଜବରଦସ୍ତିଆ ଛୁଙ୍କ ଏଥିରେ ଲଗାଇଦେଲି। ଆଉ ଗରମ ଗରମ ଭାତରେ ଖାଇଲି। ଏଇଟା ପରା ବରଡ଼ା ଶାଗ।